ରେମୁଣା ବ୍ଲକ ସୁତେଇ ବଡ଼ଗାଁ ସ୍ଥିତ ଶ୍ରୀ ଶ୍ରୀ ଯୁଗଳେଶ୍ୱର ମହାଦେବ ଏବଂ ସୁତେଇ ପଞ୍ଚାୟତ ବରଘାଇ ଗ୍ରାମର ବାବା କିଶୋରେଶ୍ୱର ମହାଦେବଙ୍କ ମହାପର୍ବ ମହାଶିବରାତ୍ରି ଗତକାଲି ରାତିରେ ପାଳିତ ହୋଇଯାଇଛି। ଭୋର 4:30 ସମୟରେ ମଙ୍ଗଳ ଆରତୀ, ସକାଳ 5:00ରୁ ସନ୍ଧ୍ୟା 7:00 ପର୍ଯ୍ୟନ୍ତ ସାର୍ବଜନୀନ ପୂଜାର୍ଚ୍ଚନା, ସନ୍ଧ୍ୟା 6:00ରେ ସନ୍ଧ୍ୟା ଆଳତୀ, ସନ୍ଧ୍ୟା 7:00ରୁ ରାତ୍ରି 2:00 ପର୍ଯ୍ୟନ୍ତ 4 ପ୍ରହର ପୂଜା ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା। ଶ୍ରଦ୍ଧାଳୁ ଶୈବ ଭକ୍ତମାନେ ଉପସ୍ଥିତ ରହି ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ସୁତେଇ ବଡ଼ଗାଁ ସମେତ ଆଖପାଖ ଅଞ୍ଚଳରୁ ଶତାଧିକ ମହିଳା ଏବଂ ପୁରୁଷ ଭକ୍ତମାନେ ଉପସ୍ଥିତ ରହି ମହାପ୍ରଭୁଙ୍କ ନିକଟରେ ଜଳାଭିଷେକ କରିବା ସହ ଦୀପଦାନ କରିଥିଲେ। ରାତ୍ରି ଉଜାଗର ରହି ଦୀପଦାନ କରୁଥିବା ମହିଳା ଭକ୍ତମାନଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ନିକଟରେ ଭଜନ କୀର୍ତ୍ତନ କରାଯାଇଥିଲା। ଏହି ମହାଶିବରାତ୍ରି ଉତ୍ସବ କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସଭାପତି ହେମନ୍ତ ନାୟକ, ସମ୍ପାଦକ ସୁଜନ ସ୍ୱାଇଁ, ସମାଜସେବୀ ଛବିନ୍ଦ୍ର ମହାନ୍ତି, ସନ୍ତୋଷ ଜେନା, ରମେଶ ସାହୁ, ସରପଞ୍ଚ ଶ୍ରୀମତୀ କବିତା ମହାନ୍ତି, ଗିରୀଶ ଚନ୍ଦ୍ର ଦଳାଇ, ନୀଲୁ ମହାଳିକ, ରଘୁନାଥ ଦଳାଇଙ୍କ ସମେତ ଗ୍ରାମର ବିଶିଷ୍ଟ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରି ଆଧ୍ୟାତ୍ମିକ ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ। ଉତ୍ସବକୁ ସର୍ବ ସଫଳତା ପାଇଁ ସରପଞ୍ଚ ଶ୍ରୀମତୀ କବିତା ମହାନ୍ତିଙ୍କ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଆଉ ଏହି ଅବସରରେ ଆମ ସୁତେଇ ପଞ୍ଚାୟତର ବରଘାଇ ଗ୍ରାମରେ ବାବା କିଶୋରେଶ୍ୱର ମହାଦେବଙ୍କ ପୀଠରେ ବହୁତ ଭକ୍ତ ଶ୍ରଦ୍ଧାଳୁ ଆସିଥିଲେ। ପୂଜାର୍ଚ୍ଚନା କରାହେଲା, ବହୁତ ଭିଡ଼ ଜମିଥିଲା। ଆଉ ଆମେ ମଧ୍ୟ ଆସି ଏଠି ପୂଜା କଲୁ, ମହାଦୀପ ଦେଇଛୁ ଠାକୁରଙ୍କୁ। ଆଉ ସମସ୍ତେ ଖୁସି ହାସିର ସମୟ ଅତିବାହିତ କରୁଛନ୍ତି। ଛୁଆମାନେ ସବୁ ଆସିଛନ୍ତି। ଏବେ ଦୀପ ଜଳା ହେଉଛି ସମସ୍ତେ। ସକାଳୁ ମହାଦୀପ ଉଠିବ। ଆଉ ଆଗାମୀ ବର୍ଷ ଆମ ପଞ୍ଚାୟତ ପାଖରୁ ଜିଲ୍ଲା ପର୍ଯ୍ୟନ୍ତ, ଆମ ରାଜ୍ୟ ପର୍ଯ୍ୟନ୍ତ ସମସ୍ତଙ୍କର ବାବାଙ୍କ କୃପାରୁ ସମସ୍ତଙ୍କ ଦିନ ସୁଖ ସ୍ୱାଚ୍ଛନ୍ଦ୍ୟ ନିରୋଗ ଆଉ ଭଲରେ ତାଙ୍କ ଅତିବାହିତ ହେଉ, ଏତିକି ମୋର ସମସ୍ତଙ୍କ ପାଖରେ କାମନା। ଓಂ ଶ୍ରୀ ବାବା ଯୁଗଳେଶ୍ୱରାୟ ନମଃ। କହିବାର ତାତ୍ପର୍ଯ୍ୟ ହେଉଛି ଆମର 1993 ମସିହାରୁ ଆମର ରାସ୍ତା ପାର୍ଶ୍ୱରେ ଗୋଟେ ଛୋଟ ମନ୍ଦିରଟେ ଗଢ଼ି ଉଠିଥିଲା ଗ୍ରାମବାସୀଙ୍କ ଉଦ୍ୟମରେ। ରାସ୍ତାର ଉନ୍ନତିକରଣ ପାଇଁ ତ ସେ ଛୋଟ ମନ୍ଦିରଟି ସରକାରଙ୍କ ତରଫରୁ ଭାଙ୍ଗିବା ପାଇଁ ଅର୍ଡ଼ର ଦିଆଗଲା। ତେଣୁ ଆମେ ଗତ 2 ବର୍ଷ ହେଲା ଏ ମନ୍ଦିର ପ୍ରତିଷ୍ଠା ହେଇଛି। ଆଉ ସେହି ଗ୍ରାମବାସୀଙ୍କ ଉଦ୍ୟମରେ ଯାହା ହଉ ଏତେ ବଡ଼ ମନ୍ଦିରଟା ଗୋଟେ ପ୍ରତିଷ୍ଠା ହେଇଛି। ଆମର ତ ସକାଳେ ରାତି 4ରୁ ଘର୍ଷଣ ଭୋଗ ହୋଇ ପହିଲି ପୂଜା ହେଇସାରିଛି। ଆଉ ଦିନ ତମାମ ଲୋକ ମା ମାଉସୀମାନେ ସବୁବେଳେ ଗହଳି ଲାଗି ରହିଛି। ସନ୍ଧ୍ୟାବେଳେ ଆମର ସେଇ ନାମକୀର୍ତ୍ତନ ଚାଲୁ ରହିଛି। ଏହି ନାମକୀର୍ତ୍ତନ ଆମର ପ୍ରୋଗ୍ରାମଟା ଚାଲୁ ରହିବ ରାତି ସାରା। ରାତି 4ଟାରେ ମହାଦୀପ ଉଠିବ।